ଜୟ ଜଗନ୍ନାଥ ସାଙ୍ଗମାନେ ଆଜି ଦେଖନ୍ତୁ ଆମର ଶିଳା ମାଛ ଆଜି ଚଚଡ଼ି କରାହେବ। ଦେଖନ୍ତୁ ଆମର ଆଜି ଶିଳା ମାଛ ଭାଜି ଦେଇଛି, ଚଚଡ଼ି କରିଛି। ତାପରେ ରସୁଣ କଞ୍ଚା ଲଙ୍କା ତାକୁ ଛେଚି ଦେଇଛି। ଦେଖନ୍ତୁ ରସୁଣ, ଦେଖନ୍ତୁ ରସୁଣ ଏଠି କଞ୍ଚା ଲଙ୍କା ଛେଚି ଦେଇଛି। ସେଥିରେ ଖଟା ପକେଇଛି, ତେନ୍ତୁଳି ପକେଇଛି। ତାପରେ ଫୁଟଣ ଦେବି, ତେଲ ପକେଇଛି। ତେଲ ପକେଇଲା ଫୁଟଣ ପକେଇ ସାରିଲା ପରେ ତାପରେ ଚିନି ଦେଇକି ରସୁଣ ଫସୁଣ ଦେଇକି ତା ଛୁଙ୍କ ଦେଇଦେଲି। ଦେଖନ୍ତୁ ତାପରେ କଟା ପାଣିଟା ଢାଳିଲି। ତାପରେ ଲଙ୍କା ଗୁଣ୍ଡ ହଳଦୀ ପକେଇ ନେଇ ତା ଫାଟି ନେଲି। ତାପରେ ଚିନି ଟିକେ ପକେଇବି, ଖଟା ମିଠା ଲାଗିବ ମାଛଟା। ହଉ ତାପରେ ମାଛ ପକେଇଦେଲି। ମାଛ ଏଠି ପ୍ରସ୍ତୁତ ହେଇଗଲା। ତାପରେ ଯିବା ଆମ ବଡ଼ ଯାଆ ପାଖକୁ। ଦେଖନ୍ତୁ ମାଛ କରିନେଲି, ଏଠି ବଡ଼ ଯାଆ ପାଖକୁ ଆସିଥିଲି। ଏଠି ଆମ ଶାଶୁ ବଇଛନ୍ତି, ତାଙ୍କ ଦେହ ଭଲ ନାହିଁ। ଦେହ ଭଲ ନାହିଁ, ଖାଲି କାନ୍ଦୁଛନ୍ତି। ଦେଖନ୍ତୁ ଏତେ କାନ୍ଦୁଛନ୍ତି, ଠାକୁରଙ୍କୁ ଡାକୁଛନ୍ତି ମୋତେ ଭଲ କରିଦିଅ ବୋଲି କହିକି। ଛତୁ ପଡ଼ିକି ଆମର ଭଜା ଯିବ, ବୋଉ ଖାଇବେ। ତାପରେ ବାଡ଼ିକି ଆସିଲି ଲେମ୍ବୁ ତୋଳିବାକୁ। ଲେମ୍ବୁରେ ଦେଖନ୍ତୁ ତାପରେ କେତେ ଗଛ ସାରା ଲେମ୍ବୁ ହେଇଛି ଆମର। ତାପରେ ଗଛ ଲେମ୍ବୁ ଦେଖି ସାରିଲା ପରେ ଦେଖନ୍ତୁ ବହୁତ ସାରା ଲେମ୍ବୁ ହେଇଛି ଗଛରେ। ଦେଖନ୍ତୁ ତାପରେ ଲଙ୍କା ଗଛ ପାଖକୁ ଯିବା। ଲଙ୍କା ଦୁଇଟା ଲେମ୍ବା ଲଙ୍କା ନେଇ ସାରିଲା ପରେ ତାକୁ ଖାଇବା। ଏତେ ରାଗ, ଗୋଟେ ଲଙ୍କା ଖାଇପାରିବେ। ତାପରେ ଏଠି ଆସିଲି, ଆମ ତରକାରୀ ବସା ହେଲାଣି ଏବେ। ତାପରେ ପଇସା ପଡ଼ି ଘାଣ୍ଟ ହେବ ଗୋଟେ। ତାପରେ ଆସିଥିଲି ଜଳ ବନ୍ଧକୁ।